ଆମର ପ୍ରାୟର ଇନଫର୍ମେସନ ଥିଲା ଗୋଟେ କନସାଇନଟ ଗଜପତିରୁ ଆସିକରି ମୁମ୍ବାଇ ଟ୍ରାନ୍ସପୋର୍ଟ ହବ ବୋଲି ତାକୁ ଆମେ ଟ୍ରାକରେ ରଖିଥିଲୁ। ଆଉ ଆମର ଆଜି ସୂଚନା ମତ ଆମେ ସେ ଖବର ପାଇଲା ପରେ ସାଙ୍ଗେ ସାଙ୍ଗେ ଆମେ ପ୍ରୋସିଡ୍ କଲୁ। ଗଲାବେଳକୁ ଆମର କନିସି ଯେଉଁ ହାଟ ଅଛି ସେ ହାଟରୁ ଶିଳା ଆଡ଼କୁ ଗଲାବେଳକୁ ଗୋଟେ ପଡ଼ିଆ ଅଛି ସେଇ ପାଖରେ ଲେବୁଲ କ୍ରସିଂଟା ଅଛି। ସେଇ ପାଖରେ ତିନିଟା ଗାଡ଼ି ଯେଉଁ ମହାରାଷ୍ଟ୍ର ଗୋଟେ ଗାଡ଼ି ଅଛି MS ନମ୍ବର ଇନୋଭା, ଆଉ ତା ପାଖରେ ଗୋଟେ ବ୍ୟାଲେନୋ ଆଉ ଗୋଟେ ଏକ୍ସେଣ୍ଟ, ତିନିଟା ଗାଡ଼ିରେ ମାନେ ଜଷ୍ଟ ସେଟାକୁ ଟ୍ରାନ୍ସଫର କରୁଥିଲେ। ଆମର ଯାହା ଆମର ଯେଉଁ ଇନଫର୍ମ ଅଛି ଇନଫର୍ମର ସୂଚନା ମতো ଆମେ ଯାଇ ସେଠି ପହଞ୍ଚିଲା ପରେ ଦେଖିଲୁ ଯେ ଦୁଇଟା ଗାଡ଼ି ଥୁଆ ହେଇଛି। ଯେଉଁ ଇନୋଭାକୁ କିଛି ଦୁଇଟା ଲୋକ ବସ୍ତା ଟ୍ରାନ୍ସଫର କରୁଛନ୍ତି। ତ ଆମେ ତା ସାଙ୍ଗେ ସାଙ୍ଗେ ଆମର ଯେଉଁ ଷ୍ଟାଫ୍ ଥିଲେ ଦୁଇଟା ଗାଡ଼ିରେ ଯାଇଥିଲୁ, ସମସ୍ତଙ୍କୁ ଘେରିଦେଲୁ। ଘେରିକି ସାଙ୍ଗେ ସାଙ୍ଗେ ଅଟକେଇଲୁ। ଦୁଇ ତିନି ଜଣ ଦୌଡ଼ୁଥିଲେ ତାଙ୍କୁ ବି ଅଟକେଇଲୁ। ଯାଞ୍ଚ କଲା ପରେ ଯେଉଁ ଦୁଇଟା ବସ୍ତା ଥିଲା, ଦୁଇଟା ବସ୍ତାରେ 40ଟା ପ୍ୟାକେଟ୍ ଥିଲା। ଇଚ୍ ପ୍ୟାକେଟ୍ କଣ୍ଟେନିଂ 2 kg କରିକି ଟୋଟାଲ ଆମର 160 କିଲୋ ଗଞ୍ଜେଇ ଜବତ କଲୁ। ତା ସହିତ ଇନୋଭାରେ ଆଉ ଯେଉଁ ଏକ୍ସେଣ୍ଟ ଆଉ ବାଲେନୋ ସେଥିରେ ଦୁଇ ଜଣ ଥିଲେ। ଏମାନଙ୍କ କଲୁ। ଇନୋଭାରେ ଯେଉଁ 3 ଜଣ ଥିଲେ ସେମାନେ ଦେ ଆର୍ ଫ୍ରମ୍ ମୁମ୍ବାଇ ମହାରାଷ୍ଟ୍ର। ଆଉ ଯେଉଁ ଦୁଇଟା ଗାଡ଼ିରେ ଥିଲେ ଆମର ଏକ୍ସେଣ୍ଟ ଆଉ ବାଲେନୋ ସେଥିରେ ଗଜପତିର ପିଲା ଥିଲେ ଦୁଇ ଜଣ। ସମସ୍ତଙ୍କୁ ଆମେ ଆରେଷ୍ଟ କଲୁ। କଣ ସନ୍ଦେହ କରାଯାଉଛି ସାର୍? କୋଉଠୁ ଆଣିକି କୋଉଠି ପଠାଉଥିଲେ? ଏଇଟା ଯାହା ଆମର ସୂଚନା ମିଳିଛି ଗୋଟେ କନସାଇନମେଣ୍ଟ ଗଜପତି ଆସିଛି। ଆଉ ଓଭିୟସଲି ଏଇଟା ମୁମ୍ବାଇ ଯାଇଥାନ୍ତା ଯେହେତୁ ମହାରାଷ୍ଟ୍ର ଗାଡ଼ିଟା। ଏଇଟା ମାର୍କେଟ ରେଟ୍ରେ ଗଞ୍ଜେଇର ମୂଲ୍ୟ ପାଖାପାଖି 16 ଲକ୍ଷ ହେବ। ଆଉ ଏ ସବୁ ଗାଡ଼ି ଫାଡ଼ି ମିଶିକି ପାଖାପାଖି 50 ଲକ୍ଷ ହେବ। ଯାଞ୍ଚ କରାଯାଉଛି। ଏମାନେ ତ ସବୁ ମହାରାଷ୍ଟ୍ର ପିଲା ଗୁଡ଼ା ଅଛନ୍ତି, ପ୍ଲସ୍ ଏଇ ଲୋକାଲ ପିଲା। ଆମେ ଆମର ଆଗରୁ ବହୁତ କେସ୍ ହେଇଛି ଗଜପତି ଏରିଆରେ। ଆମେ ତାର କ୍ରିମିନାଲ ଆଣ୍ଟିସିଡେଣ୍ଟ ଭେରିଫାଏ କରୁଛୁ। ଯଦି ଆମ ଲେବୁଲରେ ଥିବ କିମ୍ବା ପୋଲିସ କରିଥିବ ଆମେ ସବୁ କଲା ପରେ। ପ୍ଲସ୍ ମେନ୍ ଯେଉଁ ଆମେ ଯାହା ସୂଚନା ପାଇଛୁ, ଏ ଯେଉଁ ଗଞ୍ଜେଇଟା ଆସିଛି ମୋହନା ଗଜପତି ଏରିଆରୁ, ସେଟାର ଯେଉଁ କିଙ୍ଗପିନ୍ ଯିଏ ପଠେଇଛି ତାର ବି କିଛି ଆମେ ପାଇଛୁ, ସୁରାଗ ପାଇଛୁ। ଆଉ ତାକୁ ମଧ୍ୟ ଟ୍ରାକ୍ ରଖିଛୁ, ତାକୁ ମଧ୍ୟ ଆରେଷ୍ଟ କରି ଫରୱାର୍ଡ କରିଛୁ। ସେ ତ ମହାରାଷ୍ଟ୍ର ଗାଡ଼ିରେ କ'ଣ ବ୍ୟବସ୍ଥା କରିଥିଲା? ହଁ, ମହାରାଷ୍ଟ୍ର ଗାଡ଼ିରେ ସେ ଅଲରେଡ଼ି ଆପଣମାନେ ଦେଖିବେ ସେଠି ଚାମ୍ବର କରିଛି, ପୁରା ସିକ୍ରେଟ୍ ଚାମ୍ବର, ପୁରା ବକ୍ସ ଟାଇପ୍ର ଚାମ୍ବର କରିଛି। ସେଇ ଚାମ୍ବରରେ ଟୋଟାଲ ଗଞ୍ଜେଇ ଲୋଡ୍ ହେଇକି ମହାରାଷ୍ଟ୍ର ଯାଏ। ଆଉ ଫ୍ରଣ୍ଟ ପଟେ ସାର୍ କ'ଣ ଗୋଟେ ଷ୍ଟିକର ଲାଗିଛି? ପଛପଟେ ଷ୍ଟିକର ଲାଗିଛି? ସେ ଗୋଟେ ମାନେ ଆଇକି ୱାସ୍ କରି ଷ୍ଟିକର ଲଗେଇଛି। ପଛପଟେ ଗୋଟେ ନେତାର ଲାଗିଛି। ହଁ, ପଛପଟେ ଗୋଟେ ଆପଣଙ୍କର ଗୋଟେ ଲିଡର ଗୋଟେ ଲାଗିଛି, ଯୋଉଟା କି ପୋଲିସ ଆଇଏସ୍ ହେଇଯିବ। ପୋଲିସ ସନ୍ଦେହ କରିବନି ସେକୁ।